ଏ ଜାଗା ହଉଛି ଯାଜପୁର ଜିଲ୍ଲାର ଏକ ପ୍ରସିଦ୍ଧ ସ୍ଥାନ ଯାହାକି ବାତାଳକୁ ରାସ୍ତା ଯାଇଛି ବୋଲି କୁହାଯାଇଛି। ଆସ ବୁଲି ଯିବା। ମୁଁ ଆଜି ଖାଲି ଦେହରେ ଏଥିପାଇଁ ଭିଡିଓ କରୁଛି କି ପୂର୍ବ ଭିଡିଓରେ ସାର୍ଟ ପିନ୍ଧି ଯାଇଥିଲି ଯାହାକି ସେଠୁ ଉପରୁ ନାଲି ମାଙ୍କଡା ବାଗିଆ ପଥର ସବୁ ଖସି ମୋ ସାର୍ଟ ଅସନା ହେଇଗଲା, ସେଥିପାଇଁ ଖାଲି ଦେହରେ ଯାଉଛି। ଆସନ୍ତୁ ଯୋଉ ଯାଏ ମୁଁ ଯାଇପାରିବି, ପୁରା ଭିତରକୁ ତ ଯାଇପାରିବିନି କାହିଁକିନା ପାଣି ତ ଆଗକୁ ବୁଡିଛି। ଆସନ୍ତୁ ଭାଇ, ଆସନ୍ତୁ ଭାଇ, ଆସନ୍ତୁ ଭାଇ, ଆସ ସ୍ପିଡ ଆସ ଯିବି। ଆଉ ମତେ ଖରାପ କଣ ଭାଇ ମାନେ କରୁଛ? ମୁଁ ଏତେ ପାର କରୁଛି, ଭିଡିଓ ଭ୍ୟୁ ନେଇଯାଉଛି, ଲାଇକ୍ ନେଇଯାଉଛି। ଦେଖ ଆଜି ମାର ଟପ୍ ମାର 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 ପୁରା ଆଗକୁ ମାର, ପୁରା ଆଗକୁ ମାର। ଆସ ଆସ ଆସ। ଅକ୍ସିଜେନ ନେଇପାର ନାହିଁ, ଖାଲି ଲୋକଙ୍କ କଥା ସହି ନ ପାରି ଖାଲି ଯାଉଛି। ଆଉ କଣ କରିବି, ସବୁ କମେଣ୍ଟ ସବୁ ଖରାପ କମେଣ୍ଟ ଦଉଛନ୍ତି। ଆଉ ଦେଖନ୍ତୁ ଭାଇ, ଆଉ ଟିକେ ଆସ ଭାଇ, ଆସ ଆସ। ଏଇଟା କଣ କିଛି ଦେଖାଯାଉଛି? କେତେ ଗାର ବହୁତ ଖାଲ ଅଛି, ଟିକେ ବହୁତ ମାର ଟିକେ। ଆଉ ନା ଆଗକୁ ଅଛି ଯେ ବୁଝୁଛି, ଆମେ ଆଜି ଏଇ ଯିବା, ଆଉ ସେଇ ଯେମିତି ଯିବା। ବେଶୀ ଜାଣିନା ଟିକେ ଆଗକୁ ଆସ, ଟିକେ ଆଗକୁ ଆସ, ତମେ ଆସ ଦେଖି ଆଜି ରିକ୍ସ ନେଇ ଯିବା। ବହୁତ ଖାଲ ଜୀବନକୁ ପାଣି ଛଡେଇ ଆଜି ଯାଉଛି। ଦେଖନ୍ତୁ ତା ଭିତରୁ ବି ଆହୁରି ଅଛି ସୁଡ଼ଙ୍ଗ। ଦେଖନ୍ତୁ ଏଇଟା ନେକ୍ସଟ ଭିଡିଓ ଯିବି, ଦେଖିଲେ ତ। ଆଜି ଆସିଲି ଯେହେତୁ ମାନେ ନିଶ୍ୱାସ ହେଇକି ବଡି ପୁରା ଝାଳରେ ଓଦା ହେଇ ପଇଲି। ପୂର୍ବ ଭିଡିଓରେ ସାର୍ଟ ବି ଯୋଉ ମାଙ୍କଡା ଇଏ ଅଟୋମେଟିକ ଗଳୁଛି, ଅସନା ହେଇଗଲା ନା, ସେଥିପାଇଁ ଖାଲି ଦେହରେ ଆସିଲି। ଆପଣ ଭାବିଲେ ଶୋ କାଢୁଛି, ସାର୍ଟ ଟା ଖୋଲି ଦେଇଛି, ପ୍ୟାଣ୍ଟ ଟା ଖୋଲି ଦେଇଛି, ହାଫ ପ୍ୟାଣ୍ଟ ପିନ୍ଧିଛି, ସେମିତି କାହିଁ ମାଇଣ୍ଡ କରିବାନି। ରହିଲି, ଜୟ ଶ୍ରୀରାମ।